ଚାଲିଛି ଶାରଦୀୟ ଦୁର୍ଗା ପୂଜା। ଧରାପୃଷ୍ଠରେ ଜଗତ ଜନନୀ ମା ଦୁର୍ଗାଙ୍କ ଅବତରଣ ପାଇଁ ସାରା ବ୍ରହ୍ମପୁର ମହାନଗର ହୋଇ ଉଠିଛି ଚଳଚଞ୍ଚଳ। ପ୍ରତିଟି କୋଣ ଅନୁକୋଣରେ ପୂଜା ପାଉଛନ୍ତି ମା। ଗତକାଲି ଥିଲା ମାଙ୍କ ନବରାତ୍ରି ପୂଜାର ଚତୁର୍ଥ ଦିବସ। ଏହି ଉପଲକ୍ଷେ ମାଙ୍କର ପୁରାତନ ପୀଠ କମାପଲ୍ଲୀ ଦୁର୍ଗା ମଣ୍ଡପରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଆକର୍ଷଣୀୟ ତୋରଣ ଓ ମାଙ୍କର ସୁନ୍ଦର ମୂର୍ତ୍ତି ସହିତ ରଙ୍ଗ ବେରଙ୍ଗର ଚିକ୍ମିକ୍ ଆଲୋକମାଳାରେ ଝଲସି ଉଠୁଛି ସାରା ସହର। ଏଥିସହିତ ସନ୍ଧ୍ୟା ହେଲେ ମାଙ୍କ ଆଳତି ଦର୍ଶନ କରିବାକୁ ସହସ୍ରାଧିକ ଭକ୍ତଙ୍କ ଆଗମନ ହେଉଛି। ପୁନଶ୍ଚ ନବରାତ୍ର ସମୟରେ ପ୍ରତିଟି ଦିନରେ ମା ନୂତନ ରୂପ ଧାରଣ କରିଥାନ୍ତି। ଯେଉଁ ରୂପକୁ ଦର୍ଶନ କଲେ ଭକ୍ତଙ୍କର ପାପ ଖଣ୍ଡନ ହୋଇ ବହୁ ପୁଣ୍ୟତା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ନବରାତ୍ରିରେ ମା ଧାରଣ କରିଥିବା ନୂଆ ନୂଆ ବେଶକୁ ଦର୍ଶନ କରିବା ପାଇଁ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତଙ୍କର ସମାଗମ ହୋଇଥାଏ। ଏହାଦ୍ୱାରା ପରସ୍ପର ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି ହେବା ସହିତ ସାରା ରାଜ୍ୟବାସୀ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ପାଇଁ ଏହି ପର୍ବପର୍ବାଣୀ ପ୍ରେରଣା ଦେଇଥାଏ। ପ୍ରତିବର୍ଷ ଏଇଠି ପୂଜା କରାଯାଉଛି, ଏଇ ବର୍ଷ ବି ମଧ୍ୟ ହେଇଛି। ପୂଜା ଯେମିତି ଜାକଜମକ ହେଉଛି, ମା ବି ସେଇଠି ପ୍ରତିଷ୍ଠା ହେଉଛନ୍ତି। ପୂଜା ଯେମିତି ଜାକଜମକ। ମାଙ୍କର ଗୀତ ଗାଇବା ପାଇଁ ମୋର ପିଲାଠୁ ମୋର ଇଚ୍ଛା ଥିଲା। ମୋର ବାବା ମୁଁ କହିଥିଲି ଯେ ମୁଁ ଗୀତ ଗାଇବା ମୋର ବେଶୀ ଇଚ୍ଛା ଅଛି। ବାବା କହିଥିଲେ ମୁଁ ଜଣଙ୍କୁ ଚିହ୍ନା ଅଛି, ତାଙ୍କୁ ମୁଁ କହିବି, ମୁଁ ତାଙ୍କୁ ଗୁରୁ ବନେଇକି ମୁଁ ସବୁ ଗୀତ ଶିଖିଥିଲି। ଆଉ ମାଙ୍କ ଗୀତ ଗାଇବାରେ ମୋତେ ବହୁତ ଖୁସି ଲାଗୁଛି। ଆଜ୍ଞା, ଏଇଟା ହେଉଛି ଆମର 62ତମ ନବରାତ୍ର ପୂଜା। ଏଇଟା ଏ ବର୍ଷକୁ ମିଶେଇକିରି ଆମର 62 ବର୍ଷରେ ପଦାର୍ପଣ କଲାଣି। ଆଉ ଦିନକୁ ଦିନ ତ ଏଇ ମାଙ୍କ ଉପରେ ବହୁତ ଲୋକଙ୍କର ବିଶ୍ୱାସ ଅଛି। କମାପଲ୍ଲୀ ଦୁର୍ଗା ପୂଜା ଉପରେ ବହୁତ ଭକ୍ତଙ୍କ ମାନସିକ ବି ରଖିଥାଉଛନ୍ତି। ବହୁତ ଭକ୍ତ ଆସୁଛନ୍ତି, ବହୁତ ଭିଡ଼ ବି ହେଉଛି। ମୋର ମନସ୍କାମନା ପୂର୍ଣ୍ଣ ହେଇଛି। ଆଉ ଯେତେ ସବୁ ବାଧା ବିଘ୍ନ ଆସିଲେ ମଧ୍ୟ ସେ ସବୁ ଉପଶମ ହେଇଯାଉଛି। ସେଇଥିପାଇଁ ମୁଁ ରହୁଛି, ମୋତେ ମା ଶକ୍ତି ଦେଇଛନ୍ତି, ମୁଁ ରହୁଛି। ଆଉ କେତେ ବର୍ଷ ହେଲା ଆପଣ ଏଇଠି କର୍ତ୍ତା ଅଛନ୍ତି? ମୁଁ କର୍ତ୍ତା ଅଛି 14 ବର୍ଷ ହେଲା। ମାଙ୍କର ବେଶ ହେଉଛି ପୁଷ୍ପାନ୍ନୀ ବେଶ। ଏ 9 ଦିନରେ 9ଟା ବେଶ ଭଗବତୀ ହୁଅନ୍ତି। ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ପୁଷ୍ପାନ୍ନୀ, ଆଉ ସ୍କନ୍ଦମାତା, କାତ୍ୟାୟନୀ, ମହାଗୌରୀ, ସିଦ୍ଧିଦାତ୍ରୀ। ଏହି ଦିନମାନଙ୍କରେ ମାଙ୍କୁ ଦର୍ଶନ କଲେ କ'ଣ ଲାଭ? ଏହି ଦିନମାନଙ୍କୁ ମାଙ୍କୁ ଦର୍ଶନ କଲେ ଶତ୍ରୁ ନଷ୍ଟ ହୁଏ, ଧନଧାନ୍ୟ ବୃଦ୍ଧି ହୁଏ, ଭଗବତୀଙ୍କର ଆଶୀର୍ବାଦ ମିଳେ। ଆଉ ଏହା ପୂର୍ବରୁ ରାବଣ ଆଉ ଯୁଧିଷ୍ଠିର ମଧ୍ୟ ଏଥିପାଇଁ କରିଥିଲେ। ବ୍ରହ୍ମପୁରରୁ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।